ଆଜି ସାଙ୍ଗମାନେ ରବିବାର ଥିଲା, ମୋର ଆଜି ସାଧା ବାରି, ଘରେ ଆଇଁଷ ହେଇଛି, ମୋର ଆଜି ସାଧା ବାରି। ମୁଁ ଭାବିଲି ଗୋଟେ ପନିର ମାନେ ଗୋଟେ ପତ୍ର ପୋଡ଼ା କରିବି, ଆପଣଙ୍କ ସାଙ୍ଗରେ ସେୟାର କରିଦେବି ବୋଲି ଭାବିଲି। ଆଉ ଏଇଠି ସାଙ୍ଗମାନେ ଦେଖନ୍ତୁ ପନିର ସବୁ କାଟି ନେଇଛି, ଏଇଠି ଟମାଟୋ କାଟିଦେଲି, ଏଇଠି କଦଳୀ ପତ୍ର ନେଇଯାଇଛି, ଏଇଠି ପିଆଜ ଆଉ ରସୁଣ ଆଉ ପନିର ସବୁ କାଟିକି ଥୋଇ ଦେଇଛି। ତା ଦେହରେ ଟିକେ ସୋରିଷ, ଖାଲି ସୋରିଷ ଉପରେ ଶୁଖିଲା ଗ୍ରାଇଣ୍ଡିଙ୍ଗ କରି ନେଇଯାଇଛି, ସୋରିଷ ଆଉ ଧନିଆ ପତ୍ର ଆଉ କ'ଣ କହିଲି ସାଙ୍ଗମାନେ, ରସୁଣ ଆଉ ପିଆଜ, ଆଉ ଏଠି ଟିକେ ଲଙ୍କାଗୁଣ୍ଡ ଟିକେ ପକାଇ ଦେଉଛି, ଆଉ ଏଠି ଲୁଣ ଆଉ ହଳଦୀ, ଆଉ ଏତିକି ମସଲା ସାଙ୍ଗମାନେ ପକାଇବେ। ଆଉ ଖାଲି ଲାଷ୍ଟ ଖାଲି ସୋରିଷ ମସଲା ଟିକେ ଆଡ଼୍ କରିବେ ଆ ଦେହରେ। ସୋରିଷ ମସଲାଟା ନଦେଲେ ପତ୍ର ପୋଡ଼ାଟା ବାଗ ଲାଗିବନି। ଏଠି ସୋରିଷ ମସଲା ଦେଇଦେଲି, ତା ଦେହରେ କ'ଣ କରିବି ସାଙ୍ଗମାନେ, ଏଠି କ'ଣ କହିଲେ ଧନିଆ ପତ୍ର ଟିକେ ପକାଇଦେବି। ତାକୁ ସବୁ ଗୋଳା ଗୋଳି କରିଦେଲି ସାଙ୍ଗମାନେ, ତାକୁ ଗୋଳେଇ ଦେଲି, ଭଲ ଭାବରେ ମିଶିଯିବ। ସୋରିଷ ମସଲାକୁ ଇଏ ସବୁ ଭଲକରି ମିଶିଗଲା ପରେ ସାଙ୍ଗମାନେ, ତାୱାରେ ଗୋଟେ କଦଳୀ ପତ୍ର ରଖିଦେଇଥିଲି ଟିକେ ସେକା ହେବା ପାଇଁ, ଖାଲି ପତ୍ରଟାକୁ ସେକିବା ପାଇଁ ରଖିଦେଇଥିଲି। ସେ ପତ୍ରକୁ ସେକି ସାରିଲା ପରେ ସେ ପତ୍ରରେ ସାଙ୍ଗମାନେ ଏହାକୁ ସବୁ ଯାହା ଗୋଳେଇଛି ମୁଁ ସେୟାକୁ ପୁରେଇ ଦେବି। ପୁରେଇକି ତାକୁ କ'ଣ କହିଲେ ସାଙ୍ଗମାନେ, ତାୱାରେ ତାକୁ ପତ୍ର ପୋଡ଼ା କରିବି ହେଲା। ତାୱାରେ ଟିକେ ତେଲ ଦେଇଦେଇ ସାଙ୍ଗମାନେ, ଆଉ ତାୱାରେ ସବୁ ମୋର 3ଟା ପତ୍ର ପୋଡ଼ା ହେଲା, 3ଟା ପୁଡ଼ିଆ ହେଇଗଲା। ସେତିକି ପନିର ସାଙ୍ଗମାନେ ମୋର 3ଟା ପତ୍ର ପୋଡ଼ା ହେଇଗଲା। ତାକୁ ସବୁ କ'ଣ କଲି ସାଙ୍ଗମାନେ, ତାୱାରେ ସୋରିଷ ତେଲ ତ ହଁ ସୋରିଷ କହିବାକୁ ଭୁଲିଗଲି, ସୋରିଷ ତେଲ ଟିକେ ତା ଦେହରେ ବି ପକା ହେଇଛି, ଯେଉଁ ମସଲା ଯେଉଁ ଗୋଳଉଛି କଞ୍ଚା ମସଲା ଯେତେବେଳେ। ତାପରେ 3ଟା ପତ୍ର ପୁଡ଼ି ଆମର ହେଇଗଲା, ଦେଖ ଏମିତିଆ 3ଟା ହେଇଗଲା। ତାକୁ ସେକି ଦେଇକି ରଖିଦେଲି, ସେ ଭଲସେ ନରମ ହେଇଯାଇଛି। ଏଠି ସେକିକି ସାଙ୍ଗମାନେ ତାକୁ ବାନ୍ଧିକିରି ମାନେ ଗୋଟେ ପୁଡ଼ିଆ ଟାଇପ୍ର କରିକିରି, ତାକୁ ତାୱାରେ ସୋରିଷ ତେଲ ଟିକେ ହିଟ୍ କରିଦେଲି, ସିମ୍ରେ ରଖିଥିଲି। ସେଠି ହିଟ୍ କରିଦେଇ ସୋରିଷ ତେଲ ଦେଇ ତାକୁ ଏ ପୁଡ଼ିଆକୁ ବାନ୍ଧିକିରି ଏଇ ପତ୍ରରେ ସୋରିଷ ତେଲ ଦେଇଦେଇ, ତାପରେ ଏ ମସଲା ସବୁ ଦେଇକି 3ଟା ପୁଡ଼ିଆ ଆମର ହେଲା, 3ଟା ତାକୁ ସବୁ ଥୋଇଦେଲି, ମାନେ ଷ୍ଟିମ୍ କରିବାକୁ ଛାଡ଼ିଦେଲି। ଷ୍ଟିମ୍ ତାୱାରେ ସୋରିଷ ତେଲ ଟିକେ ମାରି 3ଟା ହେଲା, ତା ଥୋଇକି ଥାଳି ଘୋଡ଼େଇ ଦେଲି ଷ୍ଟିମ୍ କରିବା ପାଇଁ। କିଛି ସମୟ ପରେ ତାଙ୍କୁ ସାଙ୍ଗମାନେ ସେ 5 ମିନିଟ୍ ଖଣ୍ଡେ ଯାଇଛି, ତାପରେ ତାକୁ ଓଲଟେଇ ଦେଇକି ପୁଣି ଆଉ ଗୋଟେ ପଟ ଥୋଇଦେଲି। ସାଙ୍ଗମାନେ ବିଶ୍ୱାସ କରିବେନି, ପତ୍ର ପୋଡ଼ାଟା ଏତେ ଟେଷ୍ଟ ହେଇଥିଲା, ମାନେ ଦିଦି କହୁଥିଲେ ତୁ କରେ ନା, ଏଗୁଡ଼ା କାହିଁ କରୁଛୁ, କିଏ ଖାଇବେନି, ଭଲ ଲାଗିବନି, ମୁଁ ଖାଇବିନି କହୁଥିଲେ। ମୁଁ କରିସାରିଲା ପରେ କହୁଛନ୍ତି ସତରେ ବଢ଼ିଆ ହେଇଛି। ମୁଁ ଏଇଟା କରିବି, ମୋ ପାଇଁ କରିଥାନ୍ତି ଏକୁଟିଆ ପନିର ତରକାରୀ, କ'ଣ କରିବି, ଗୋଟେ ପତ୍ର ପୋଡ଼ା ଚାଲ କରିଦେବା ଆଉ। ପତ୍ର ପୋଡ଼ା ସାଙ୍ଗମାନେ ଏତେ ଟେଷ୍ଟ ହେଇଥିଲା, ମାନେ କହିହେବନି। ପନିର ତରକାରୀ ଠାରୁ ବି ପତ୍ର ପୋଡ଼ା ବହୁତ ଟେଷ୍ଟ। ଏଇଠି ସାଙ୍ଗମାନେ ଯଦି ମୋ ଭିଡ଼ିଓଟା ଭଲ ଲାଗୁଥିବ ତାହେଲେ ଲାଇକ୍ ଆଉ ସେୟାର ସବସ୍କ୍ରାଇବ୍ ଗୋଟେ କରିବେ। ଏଇଟା ମୁଁ ମୋ ପାଇଁ କରିଥାନ୍ତି, ଭାବିଲି ଆପଣମାନଙ୍କ ସାଙ୍ଗେ ଟିକେ ସେୟାର କରିଦେବି। ଆଉ ଏତେ ଟେଷ୍ଟି, ମୋ ପୁଅ ବି କହିଲା ମମି ମୋ ପାଇଁ ଟିକେ ପନିର ଟିକ୍କା କରିଦେବୁ କହୁଥିଲା, ତାକୁ ଖାଇଦେଇ କହୁଛି ମମି ବଢ଼ିଆ ଟେଷ୍ଟ ଲାଗୁଛି। ଆଉ ଦେଖନ୍ତୁ ସାଙ୍ଗମାନେ ମୁଁ କେମିତି କ'ଣ କରିଛି, ସବୁ ତ କହିଦେଲି ଆପଣମାନଙ୍କୁ କେମିତି କ'ଣ କଲି। ଆଉ ଦେଖନ୍ତୁ କେମିତି କ'ଣ କରୁଛି, ସତରେ ମାନେ ୱାଓ ବାଲା ଟେଷ୍ଟ ଥିଲା ପତ୍ର ପୋଡ଼ା। ମୁଁ ତ ଘରେ କରିଥିଲି, ଆମ ଘରେ କରିଥିଲି ମାଛ ପୋଡ଼ା, ଆଉ ଏଠି ଥରେ ମାଛ ପୋଡ଼ା କରିଥିଲି, ବହୁତ ଟେଷ୍ଟ ହେଇଥିଲା। ମୁଁ ତ ଖାଇଦେଲି, ମୋ ଭାଇ ଖାଇଦେଲା, କହୁଥିଲା ବୋଲି ଭଲ ହେଇଛି। ମୁଁ ଏଠି ଟିକେ ପନିର ପତ୍ର ପୋଡ଼ା କରି ଦେଖୁଛି ସାଙ୍ଗମାନେ, ବହୁତ ଟେଷ୍ଟି ହେଇଥିଲା।